ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ଏଥିପାଇଁ ଆଜିଠାରୁ ନୋଡାଲ ସେଣ୍ଟରକୁ ଯିବ ପ୍ରଶ୍ନପତ୍ର। କଟକ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟ ଷ୍ଟ୍ରିଙ୍ଗ ରୁମ୍ରୁ ପ୍ରଶ୍ନପତ୍ର ନୋଡାଲ ସେଣ୍ଟରକୁ ପଠାଇବା ପ୍ରକ୍ରିୟା ଆରମ୍ଭ ହେବ। ଆଜି ପ୍ରଥମ ଦିନରେ ଦୂରଦୂରାନ୍ତରୁ ଥିବା 5ଟି ଜିଲ୍ଲା ପ୍ରଶ୍ନପତ୍ର ପଠାଯିବ। ବୋର୍ଡ ଷ୍ଟ୍ରିଙ୍ଗ ରୁମ୍ରୁ ନୋଡାଲ ସେଣ୍ଟରକୁ ପ୍ରଶ୍ନପତ୍ର ନେବା ପାଇଁ 49ଟି ଡେସ୍ପାଚ୍ ଟିମ୍ ଗଠନ ହୋଇଛି। ନମ୍ବର 2, ପ୍ରାଇଭେଟ୍ ଚାକିରିଆଙ୍କୁ କେବେ ମିଳିବ ପେନ୍ସନ୍? ପ୍ରାଇଭେଟ୍ ସେକ୍ଟରରେ କାମ କରୁଥିବା ଅଧିକାଂଶ କର୍ମଚାରୀ ପ୍ରତି ମାସରେ ସାଲାରୀ ସ୍ଲିପ୍ର ପିଏଫ୍ କଟୁଥିବା ଦେଖନ୍ତି, କିନ୍ତୁ ପେନ୍ସନ୍ ଇପିଏସ୍ ସମ୍ପର୍କରେ ସ୍ପଷ୍ଟ ଧାରଣା ଅନେକ ପାଖରେ ନାହିଁ। ପିଏଫ୍ ପାସବୁକରେ ଟଙ୍କା ସ୍ପଷ୍ଟ ଦେଖାଯାଏ, କିନ୍ତୁ ପେନ୍ସନ୍ କଲମ ସର୍ବଦା ଦ୍ୱନ୍ଦ୍ୱ ସୃଷ୍ଟି କରେ। ବାସ୍ତବରେ ଇପିଏଫ୍ରେ ପେନ୍ସନ୍ ଯୋଜନା ବୃଦ୍ଧାବସ୍ଥା ନିୟମିତ ଆୟ କରିବା ଏକ ବଡ଼ ଆଧାର। ନମ୍ବର 3, ଇଡ୍କୋର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ଉଷା ପାଢ଼ୀ। ଗୃହ ନିର୍ମାଣ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ଆଇଏଏସ୍ ଆଜି ଓଡ଼ିଶା ଶିଳ୍ପ ଭିତ୍ତିଭୂମି ଉନ୍ନତି ନିଗମ ଇଡ୍କୋର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀମତୀ ପାଢ଼ୀ ଇଡ୍କୋର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗ ଦେଇଥିଲେ। ନମ୍ବର 4, ଖୁସି ଖବର, ଖୁବ୍ ଶୀଘ୍ର ମିଳିବ 2 ମାସର ଏରିୟର ସହ ମହଙ୍ଗା ଭତ୍ତା। କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କ ପାଇଁ ପୁଣି ଏକ ଖୁସି ଖବର। 10 ଫେବୃଆରୀ 2026 ସାମ୍ପ୍ରତିକ ରିପୋର୍ଟ ଏବଂ ଏଆଇସିପିଏଲ୍-ଆଇଡବ୍ଲ୍ୟୁର ମୁଦ୍ରାସ୍ଫୀତି ତଥ୍ୟ ଅନୁସାରେ ଜାନୁଆରୀ 2026ରେ ଲାଗୁ ହେବାକୁ ଥିବା ମହଙ୍ଗା ଭତ୍ତା ଡିଏ ଚିତ୍ର ପାଇଁ ସ୍ପଷ୍ଟ ହୋଇଛି ଯେ ସରକାର ହୋଲି ପୂର୍ବରୁ କିମ୍ବା ମାର୍ଚ୍ଚ 2026 ପ୍ରଥମ ସପ୍ତାହରେ ଡିଏ ବୃଦ୍ଧି ଘୋଷଣା କରିପାରନ୍ତି। ଏଭଳି ହୁଏ ତେବେ ମାର୍ଚ୍ଚ 2026 ଶେଷରେ ମିଳିଥିବା ଦରମାର ଡିଏ ଏରିୟର ମଧ୍ୟ ମିଳିବ। ନମ୍ବର 5, ଆଲୋଚନା ନ କରି ଇରାନ ଉପରେ ଆକ୍ରମଣ କର। ଇରାନର ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ଏକ ଭିଡ଼ିଓ ପୋଷ୍ଟ କରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଇରାନ ସହିତ କୌଣସି ସାଲିସ ନ କରିବାକୁ ଅନୁରୋଧ କରିଛନ୍ତି। ନମ୍ବର 6, ଆୟୁଷ ଡାକ୍ତରଙ୍କ ପାଇଁ ଖୁସି ଖବର। ଅଭିଜ୍ଞତା ଅନୁଯାୟୀ ବଢ଼ିଲା ଦରମା। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ଆୟୁଷ ଡାକ୍ତରମାନଙ୍କ ଦରମା ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆୟୁଷ ଡାକ୍ତରମାନଙ୍କ ପାଇଁ ଅବଦାନ ପ୍ରତି ଗୁରୁତ୍ୱ ଦେଇ ତଥା ସେମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ନମ୍ବର 7, ମାର୍ଚ୍ଚରୁ ଜେନେରାଲ ଟିକେଟ ପାଇଁ ଇଟିଏସ୍ ଆପ୍ ହୋଇଯିବ ବନ୍ଦ। ନୂଆଦିଲ୍ଲୀରେ 2 ଭାରତୀୟ ରେଳବାଇ ସ୍ପଷ୍ଟ କରିଛି ଯେ 1 ମାର୍ଚ୍ଚ 2026 ପରେ ଇଟିଏସ୍ର ଅନଲାଇନ୍ ମୋବାଇଲ ଆପ୍ କାର୍ଯ୍ୟକ୍ଷମ ହେବ ନାହିଁ। ଏହି ତାରିଖ ପରେ ଯାତ୍ରୀମାନେ ଆଉ ଟିକେଟ୍ ବୁକ୍ କରିପାରିବେ ନାହିଁ କିମ୍ବା କୌଣସି ସମ୍ପର୍କିତ ସେବା ବ୍ୟବହାର କରିପାରିବେ ନାହିଁ। ତେଣୁ ରେଳବାଇ ଯାତ୍ରୀମାନଙ୍କୁ ପୂର୍ବରୁ ନୂତନ ବ୍ୟବସ୍ଥାକୁ ପରିବର୍ତ୍ତନ କରିବାକୁ ପରାମର୍ଶ ଦେଇଛି। ନମ୍ବର 8, ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ବକେୟା ଚାଲାଣ ପୈଠ ନ କଲେ ମିଳିବନି ପିୟୁସିସି। ପ୍ରଦୂଷଣ ପ୍ରମାଣପତ୍ର ପାଇବାକୁ ହେଲେ ବକେୟା ଚାଲାଣ ପୈଠ କରିବାକୁ ହେବ। ମଙ୍ଗଳବାର ଏଭଳି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇବା ସହ ସମ୍ପର୍କିତ ଜନସ୍ୱାର୍ଥ ମାମଲା ଅନ୍ତତ ଘଟାଇଛନ୍ତି ହାଇକୋର୍ଟ। ସେଣ୍ଟ୍ରାଲ ମୋଟର ଭେହିକିଲ୍ ରୁଲ୍ 167/12 ଅନୁସାରେ ବକେୟା ଚାଲାଣ ଥିଲେ ପିୟୁସିସି ପାଇଁ ଆବେଦନ କରିହେବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ନମ୍ବର 9, ରୁଷିଆର ବଡ଼ ବୟାନ, ଦୋସ୍ତି ହମ୍ ନେହିଁ ତୋଡ଼େଙ୍ଗା। ସୋଲାରାୟ ଜୟ ଓ ବୀରୁଙ୍କ ବନ୍ଧୁତା ଉପରେ ଆଧାରିତ ଏହି ଗୀତଟି ରୁଷିଆ ଏବଂ ଭାରତମାନଙ୍କ ପାଇଁ ଉପଯୁକ୍ତ। ଭାରତରେ ନିଃସନ୍ଦେହରେ ଆମେରିକା ଚାପରେ ରୁଷିଆ ତେଲ କ୍ରୟ ହ୍ରାସ କରିଛି କିମ୍ବା ବନ୍ଦ କରିଦେଇଛି, ହେଲେ ଏହା ରୁଷିଆ ଓ ଭାରତ ମଧ୍ୟରେ ବନ୍ଧୁତାକୁ ପ୍ରଭାବିତ କରିବ ନାହିଁ ବୋଲି ରୁଷିଆର ଭାରତ ସମର୍ଥନ କରି ଏକ ବିବୃତ୍ତି ଜାରି ପ୍ରକାଶ ପ୍ରମାଣପତ୍ର ପାଇଛି। ବକ୍ସିର ଅଧ୍ୟକ୍ଷତା ପାଇଁ ରୁଷିଆର ଭାରତକୁ ସମର୍ଥନ ଜଣାଇଛି। ନମ୍ବର 10, ଦୁର୍ନୀତିଗ୍ରସ୍ତ ପିଠିରେ ବାଜିବ ମନ୍ତ୍ରୀଙ୍କ ଛାଟ, ଖୋଲିବ ମନ୍ତ୍ରୀଙ୍କ ମୋବାଇଲ। ଦୁର୍ନୀତିଗ୍ରସ୍ତ ଛାତିରେ ଛନକା, ଏଣିକି ଦୁର୍ନୀତିଗ୍ରସ୍ତ ପିଠିରେ ବାଜେ ମନ୍ତ୍ରୀଙ୍କ ଛାଟ। ରାଜସ୍ୱ ଅଧିକାରୀ ଲାଞ୍ଚ ମାଗିଲେ ଜଣାଇବାକୁ କହିଛନ୍ତି ରାଜସ୍ୱ ମନ୍ତ୍ରୀ। ସିଧାସଳଖ ମନ୍ତ୍ରୀଙ୍କୁ ଫୋନ୍ କରି ଅଭିଯୋଗ ଜଣାଇବାକୁ କହିଛନ୍ତି ସୁରେଶ ପୂଜାରୀ। ନମ୍ବର 11, ଫେବୃଆରୀ 17ରେ ଭାରତ ଆସିବେ ଫ୍ରାନ୍ସ ରାଷ୍ଟ୍ରପତି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଫେବୃଆରୀ 17ରେ ଏକ ସରକାରୀ ଗସ୍ତରେ ଆସିଛନ୍ତି ଭାରତ। ସେ ଫେବୃଆରୀ 17ରୁ 19 ତାରିଖ ପର୍ଯ୍ୟନ୍ତ ସେଠାରେ ରହିବେ। ହରିଜନ 247 ରୋଡ୍ମ୍ୟାପ୍ ଆଲୋଚନା ହେବ ପ୍ରମୁଖ କେନ୍ଦ୍ରବିନ୍ଦୁ। ଉଭୟ ନେତାମାନଙ୍କ ପାଇଁ ଭାରତ ପ୍ରଶାନ୍ତ ମହାସାଗର ଏକ ପ୍ରମୁଖ କେନ୍ଦ୍ରବିନ୍ଦୁ ହେବ। ନମ୍ବର 12, ଓଡ଼ିଶାରେ ଆଉ 250ଟି ନୂଆ ଆମ୍ବୁଲାନ୍ସ ସେବା ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ। ସରକାର ଜରୁରୀକାଳୀନ ଆମ୍ବୁଲାନ୍ସ ସେବାରେ 428ଟି ନୂଆ ଆମ୍ବୁଲାନ୍ସ ଯୋଡ଼ିବା ପାଇଁ ନିଷ୍ପତ୍ତି ନେଇଥିଲେ। ସେଥିମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ଗତ ବର୍ଷ ଡିସେମ୍ବର 23 ତାରିଖରେ 150ଟି ଆମ୍ବୁଲାନ୍ସ ଲୋକାର୍ପିତ ହୋଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ମଙ୍ଗଳବାର ଅଧିକ 250ଟି ଆମ୍ବୁଲାନ୍ସ ଯୋଗ ହେଲା। ଏଥିରେ ବିମାନ ବନ୍ଦର ପାଇଁ 5ଟି, ଝାରସୁଗୁଡ଼ା ସ୍ଥିତ କାର୍ଡ଼ିଆକ୍ କେୟାର ହସ୍ପିଟାଲ ପାଇଁ 2ଟି ଅତ୍ୟାଧୁନିକ ଲାଇଫ୍ ସପୋର୍ଟ ଏଲ୍ଏସ୍ ଆମ୍ବୁଲାନ୍ସ ରହିଛି। ନମ୍ବର 13, ଆତ୍ମଜୀବନୀକୁ ନେଇ ବିବାଦ ମଧ୍ୟରେ ନୀରବତା ଭାଙ୍ଗିଲେ ପୂର୍ବତନ ସେନାମୁଖ୍ୟ। ଆତ୍ମଜୀବନୀକୁ ନେଇ ବଢ଼ୁଥିବା ବିବାଦ ମଧ୍ୟରେ ପୂର୍ବତନ ସେନାମୁଖ୍ୟ ଜେନେରାଲ ଏମ୍ ନରବଣେ ଆଜି
ପୁସ୍ତକରେ ପ୍ରକାଶ ପେଙ୍ଗୋଇନ୍ ଏକ ବିବୃତିକର ପୁନଃ ସେୟାର କରି ତାଙ୍କ ନିରବତା ଭାଙ୍ଗିଛନ୍ତି। ପେଙ୍ଗୋଇନ୍ ରାଣ୍ଡମ୍ ହାଉସ୍ ଇଣ୍ଡିଆ ଗତକାଲି ସ୍ପଷ୍ଟୀକରଣ ଜାରି କରିଥିଲା ଯେ ଜେନେରାଲ ନରବଣେଙ୍କ ଆତ୍ମଜୀବନୀ ଫୋର୍ ଷ୍ଟାର୍ ଅଫ୍ ଷ୍ଟେଡିନିର ସ୍ୱତନ୍ତ୍ର ପ୍ରକାଶ ଅଧିବେଶନ ପାଖରେ ରହିଛି। ଏଭଳି ପୁସ୍ତକ ଏପର୍ଯ୍ୟନ୍ତ କୌଣସି ରୂପରେ ପ୍ରକାଶିତ ପାଇନାହିଁ। ନମ୍ବର 14 ଗୁରୁବାର ଭାରତ ବନ୍ଦ, ଓଡ଼ିଶାରେ ପଡ଼ିବ ବନ୍ଦର ପ୍ରଭାବ। କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ଦ୍ୱାରା କୃଷକ ସଂଗଠନର ଦୃଢ଼ ସମର୍ଥନ ସହିତ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି। ଫେବୃଆରୀ 12 ତାରିଖରେ ଅର୍ଥାତ୍ ଗୁରୁବାର ଭାରତ ବ୍ୟାପକ ବାଧା ଉପୁଜିବା ସମ୍ଭାବନା ରହିଛି। ଏହି ଧର୍ମଘଟ ବିଭିନ୍ନ ରାଜ୍ୟର ଦୈନନ୍ଦିନ ଜୀବନକୁ ପ୍ରଭାବିତ କରିବ ବୋଲି ଆଶା କରାଯାଉଛି, ଯାହା ବ୍ୟାଙ୍କିଂ ସେବା, ପରିବହନ ଏବଂ ସାଧାରଣ ବ୍ୟବସାୟିକ କାର୍ଯ୍ୟକଳାପକୁ ପ୍ରଭାବିତ କରିବ, ବିଶେଷ କରି ସରକାରୀ କ୍ଷେତ୍ର ପ୍ରତିଷ୍ଠାନରେ। ନମ୍ବର 15 ବଢ଼ିଗଲା ଦାମ, ସିଗାରେଟ୍ ପ୍ୟାକେଟର ଦାମ 400, ପାନ ମସଲା ଦାମ ହେଲା 200 ଟଙ୍କା। ଏହା ସତ୍ୟ ଯେ ଫେବୃଆରୀ 1, 2026ରୁ ସରକାର ପାପ ସାମଗ୍ରୀ ଉପରେ ଟିକସ ବଢ଼ାଇ ଢାଞ୍ଚାକୁ ପରିବର୍ତ୍ତନ କରିଛନ୍ତି। ଫଳରେ ମୂଲ୍ୟ ବୃଦ୍ଧି ପାଇଛି, କିନ୍ତୁ ଜଣେ ପ୍ରକୃତର ମୂଲ୍ୟ ଏତେ ବୃଦ୍ଧି ପାଇଛି ଯେ ସୋସିଆଲ ମିଡିଆରେ ସମାନ ଦାବି କରାଯାଉଛି। ଏକ ବାର୍ତ୍ତା ଭାଇରାଲ ହେଉଛି ଯେ ଏକ ପ୍ୟାକେଟ୍ ସିଗାରେଟ୍ 400 ଏବଂ ପାନ ମସଲା ପ୍ୟାକେଟ୍ ଏବଂ 200 ହେବ। ନମ୍ବର 16 ଲୋକସଭା ଯିବେ ନାହିଁ ବାଚସ୍ପତି ଓମ୍ ବିର୍ଲା। ବଜେଟ୍ ଅଧିବେଶନ ସମୟରେ ଲୋକସଭାର ଶାସକ ଦଳ ଏବଂ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ବଜେଟ୍ ଉପସ୍ଥାପନା ପରଠାରୁ ଲୋକସଭା ଠିକ୍ ଭାବରେ କାର୍ଯ୍ୟ କରିପାରିବ ନାହିଁ। ଏହି ସମୟରେ ବିରୋଧୀ ଦଳଗୁଡ଼ିକ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ତାଙ୍କ ପଦବୀରୁ ବହିଷ୍କାର କରିବା ପାଇଁ ଏକ ପ୍ରସ୍ତାବ ଆଗତ ପାଇଁ ଲୋକସଭା ମହାସଚିବଙ୍କୁ ନୋଟିସ୍ ପ୍ରଦାନ କରିଛି। ନମ୍ବର 17 ଚାଷୀର ସାମ୍ବିଧାନିକ ଅଧିକାର ପାଇଁ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା କଂଗ୍ରେସ। ସାରା ରାଜ୍ୟରେ ଧାନ କ୍ରୟ ସମସ୍ୟା, ମଣ୍ଡି ଅବସ୍ଥାକୁ ନେଇ ଚାଷୀ କ୍ରୋଧ ଅସନ୍ତୋଷ ବଢ଼ି ଚାଲିଛି। ସରକାର ସମସ୍ୟାଙ୍କର ସମାଧାନ କରିବା ପରିବର୍ତ୍ତେ ସମସ୍ୟା ପ୍ରକାଶିତ ହେଲା ବୋଲି ମିଛ କହିବା ଅତ୍ୟନ୍ତ ଲଜ୍ଜାଜନକ। ଧାନ କିଣା ବିକାରେ ସରକାର ପ୍ରଶାସନ ମିଲରମାନଙ୍କୁ ସଲାସୁତୁରା ବ୍ୟାପକ ହେରଫେର, ପ୍ରତି କ୍ୱିଣ୍ଟାଲରେ 5 କେଜିରୁ 10 କେଜି ପର୍ଯ୍ୟନ୍ତ ବାଧ୍ୟତାମୂଳକ କଟୁନି ଛଟୁନି, ମିଲର ମନମାନିରେ ଧାନ ଉଠିବା, ଜାଣିଶୁଣି ଟୋକନ ଇନ୍ସୁରାନ୍ସ ବିଳମ୍ବ, ନିର୍ଦ୍ଧାରିତ ସମୟରେ ଧାନ କ୍ରୟ କରା ନଯିବାରୁ ଟୋକନ ଲାପ୍ସ, ଗୋଦାମ ଘରେ ଅଭାବ ଯୋଗୁଁ ଧାନ କିଣାରେ ମନ୍ଥର ଲାଗି ରହିଥିବା ବେଳେ ସରକାର ଅତ୍ୟଧିକ ଏହି ସମସ୍ୟାର ସମାଧାନ ପାଇଁ ଗୁରୁତ୍ୱ ନ ଦେଇ କେଉଁ ଚାଷୀ ଆନ୍ଦୋଳନ କରୁଛନ୍ତି। ନମ୍ବର 18 ଚଳିତ ବର୍ଷ ପାଇଁ 5ଟି ପଞ୍ଜିକାକୁ ଶ୍ରୀମନ୍ଦିର ପ୍ରଶାସନ ଅନୁମୋଦନ। ଚଳିତ ବର୍ଷ 2026-27 ପାଇଁ ଶ୍ରୀମନ୍ଦିର ପ୍ରଶାସନ 5ଟି ପଞ୍ଜିକାକୁ ଅନୁମୋଦନ ଦେଇଛି। ମୁକ୍ତିମଣ୍ଡପ, ପଣ୍ଡିତ ସଭା, ପୂଜା ମଣ୍ଡପ, ନିଯୋଗ ସମେତ ସେବାୟତ ପ୍ରତିନିଧି ପଞ୍ଜିକା, ପ୍ରକାଶିତ ସଂସ୍ଥା ସହ ପାଣ୍ଡୁଲିପି ଅନୁସାରେ ନବୋଦୟ ଦିନାଙ୍କ ନେଇ ସର୍ବଶେଷ ଆଲୋଚନା କରାଯାଇଛି। ଅନୁମୋଦିତ ପଞ୍ଜିକା ବ୍ୟତୀତ ଅନ୍ୟ ପଞ୍ଜିକା ତ୍ରୁଟି ପାଞ୍ଜି ବୋଲି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ। ନମ୍ବର 19 ମଣିଷ ହାତୀ ସଂଘର୍ଷ ନେଇ ଚିନ୍ତା ପ୍ରକଟ କଲେ ନବୀନ। 10 ଫେବୃଆରୀରେ ଢେଙ୍କାନାଳରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ୍ୟୁ ଘଟଣାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ଏହା ସହ ବାରମ୍ବାର ମଣିଷ ହାତୀ ମଧ୍ୟ ଦେଖାଯାଉଥିବା ସଂଘର୍ଷ ସ୍ଥିତିକୁ ନେଇ ସେ ଚିନ୍ତା ପ୍ରକଟ କରିଛନ୍ତି। ଏକ୍ସରେ ନବୀନ ଲେଖିଛନ୍ତି, ଢେଙ୍କାନାଳ ଜିଲ୍ଲା ହାତୀ ଆକ୍ରମଣର ଦୁଃଖଦ ଘଟଣାରେ ପ୍ରାଣ ହରାଇଥିବା ମହିଳାଙ୍କ ପରିବାର ଓ ସଦସ୍ୟଙ୍କ ପ୍ରତି ମୋର ଗଭୀର ଓ ସମବେଦନା ଜଣାଉଛି। ନମ୍ବର 20 ବାଂଲାଦେଶକୁ ବଡ଼ ଆଶ୍ୱସ୍ତି, ସୂକ୍ଷ୍ମ ହ୍ରାସ କଲା ଆମେରିକା। ବାଂଲାଦେଶକୁ ଆଶ୍ୱସ୍ତି ମିଳିଛି। ସୋମବାର ଦିନ ଦୁଇ ଦେଶ ମଧ୍ୟରେ ସ୍ୱାକ୍ଷରିତ ଏକ ବାଣିଜ୍ୟ ଚୁକ୍ତି ଅନୁଯାୟୀ ଆମେରିକା ବାଂଲାଦେଶ ଉପରେ 19% ସୂକ୍ଷ୍ମ ହ୍ରାସ କରିଛି। ହ୍ୱାଇଟ୍ ହାଉସ୍ ଦ୍ୱାରା ଜାରି ଏକ ବିବୃତ୍ତି ଅନୁଯାୟୀ ଆମେରିକା ଏବଂ ବାଂଲାଦେଶୀ ଉତ୍ପାଦ ଉପରେ ପାରସ୍ପରିକ ଶୁଳ୍କ 20%ରୁ 19%କୁ ହ୍ରାସ କରିଛି।